ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ରସଗୋଲା ମହୋତ୍ସବ ଓ ପ୍ରତିଭା ସମ୍ମାନ ପାଳିତ। ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ରସଗୋଲା ମହୋତ୍ସବ ଓ ପ୍ରତିଭା ସମ୍ମାନ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରଠାରେ ପାଳିତ ହୋଇଯାଇଛି। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମା ସୁଭଦ୍ରା ଓ ପ୍ରଭୁ ଶ୍ରୀ ଶ୍ରୀ ବଳରାମଙ୍କର ଶ୍ରୀମନ୍ଦିର ଆଗମନ ବା ନୀଳାଦ୍ରି ବିଜେ ଉପଲକ୍ଷେ ପ୍ରତିବର୍ଷ ପରି ଫାଉଣ୍ଡେସନ ପକ୍ଷରୁ ରସଗୋଲା ଦିବସ ପାଳିତ କରାଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ବରିଷ୍ଠ ବିଜେପି ନେତା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଯତୀନ ମହାନ୍ତି ବିଜେପି ରାଜ୍ୟ ଉପସଭାପତି, ଶ୍ରୀଯୁକ୍ତ ସୁଦୀପ୍ତ ରାୟ ବିଜେପି ମୁଖପାତ୍ର, ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ମନୋଜ କୁମାର ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ସଭାପତି ଇଞ୍ଜିନିୟର ସନ୍ତୋଷ ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହୋତ୍ସବରେ ସଂସ୍କୃତି ବଞ୍ଚାଅ ଅଭିଯାନ ଓ ସମାଜ ସେବା କ୍ଷେତ୍ରରେ ହାପି ଲିଭିଂ ଫାଉଣ୍ଡେସନ ଏକ ସଫଳ ଅନୁଷ୍ଠାନ ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ଶ୍ରୀ ଶ୍ରୀ ମହାବାହୁ ଜଗତର ନାଥ ଜଗନ୍ନାଥଙ୍କର ନୀଳାଦ୍ରି ବିଜେ ଉପଲକ୍ଷେ ରସଗୋଲା ଦିବସରେ ରସଗୋଲା ଖାଇ ଆନନ୍ଦ ବ୍ୟକ୍ତ କରିଥିଲେ। ରସଗୋଲା ମହୋତ୍ସବ ମାଧ୍ୟମରେ ଓଡ଼ିଆ ସଂସ୍କୃତି, ସ୍ୱାଭିମାନ, ପରମ୍ପରା ଓ ଅସ୍ମିତାର ମହା ଅଭିଯାନରେ ହଜାର ହଜାର ଭକ୍ତ ସାମିଲ ହୋଇ ରସଗୋଲା ଖାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଭାତ କୁମାର ନାୟକ, ଉପସଭାପତି ସଞ୍ଜୀବ କୁମାର ନାୟକ, निर्देशिका श्रीमती लोपामुद्रा जेना, उपदेष्टा श्रीमती ममता परिडा और श्रीमती सुशीला कुमारी साहू, श्रीमती तनुजा नायक, संयोजिका श्रीमती बंदिता राय और समस्त सदस्य माने निष्ठापर भाव में सहयोग करथिले। ब्यूरो रिपोर्ट अपराह्न लाइव। रथयात्रा सेबेठारु रसगोला आमर अस्मितार कथा जे जेबेठारु रथयात्रा सेबेठारु रसगोला प्रभु जेतबेले श्रीगुंडीचा यात्रा रे जाती एवं फेरिला बेले माँ को कही था फेरिला बेले तो 2 दिन पर फेरबे किंतु से फेरिला बेलू हो जाए 13 दिन जो माँ रुचि था माँ को संतुष्ट करने सांगे रसगोला एवं रसगोला खुआई माँ मान भंजन करती जहाँ यह निर्देश दिए परिवार जिते कली हेले पुणी आम एकत्रित हवा एवं खुशी रहा। जो हापी लिविंग फाउंडेशन गोटे बड़ प्रयास कर राम मंदिर प्रभु पाखे आम प्रति वर्ष पालन करूँ ए वर्ष पालन कर 15,000 रसगोलार व्यवस्था करूँ। ही ए वर्ष आम पथरे कर रास्तार कड़े कर जी जीवे सी रसगोला खाइबे एवं निजर कमिटमेंट करेंगे जे परिवार को केमिति विघटन रक्षा करेंगे जो आजिकल दिवस हो जहाँ आम संस्कृति शुभंकर महाप्रभु श्री जगन्नाथ माँ लक्ष्मी को मनवाई जो राग को शांत करने से रसगोला माँ लक्ष्मी को नहीं राग को शांत करते से दिन को आम समस्ते जानते नीलाद्रि विजय महाप्रभुंर और से दिन रसगोला दिवस भाव में आम पालन करते ओडावासी जगतवासी को रसगोला दिवस भाव में पालन करते ये कथाटी आमर अस्मितार कथा ओडियार अस्मिता हूँ रसगोला निश्चित रूपे आम गर्व करवा दरकार जेहेतु आम पारंपरिक खाद्य आम जो गर्व करुचे ओडिया प्रिय खाद्य पखाल जमती केन्द्रापड़ा रसावली सेमतिका ये महाप्रभु श्री जगन्नाथ महाप्रसाद भली ये महामिष्ठान मिष्ठान सबुठ बड़ श्रेष्ठ मिष्ठान कहले रसगोला तो रसगोला समस्त प्रिय मिष्ठान जेहेतु महाप्रभुंर ये प्रिय मिष्ठान देते माँ लक्ष्मी को शांत करने राग तो से दिन प्रचलित रथयात्रा समय एवं नीलाद्रि विजय जो दिन से दिन रसगोला दिवस हम समस्ते पाई आम गर्वर कथा गौरवर कथा आपको समस्ते आधार करके हम समस्ते यार प्रचार प्रसार से अनुसार करवा दरकार एवं खुशी कथा हापी लिविंग फाउंडेशन पक्षर प्रत्येक वर्ष ये नीलाद्रि विजय दिवस टी रसगोला दिवस पालन कर निश्चित रूपे प्रति कृतज्ञ जनवा सहित धन्यवाद दूसरी आज 15,000 रसगोला निश्चित रूपे आज 15,000 ऊर्ध रसगोला से श्रीराम मंदिर जो खारबल नगर 3 नंबर ठारे अच्छी से मंदिर प्रांगण में
ଇଏ ଶୁଭ ଅବସରରେ ରସଗୋଲା ଦିବସ ପାଳନ କରାହଉଛି ଏବଂ 15,000 ରୁ ଉର୍ଦ୍ଧ୍ୱ ମିଷ୍ଟାନ୍ନ ବଣ୍ଟନ କରାହଉଛି ସାଧାରଣ ଜନତାଙ୍କ। ଲିଭିଂ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କର କଳା ସଂସ୍କୃତି ବିଭାଗ ତରଫରୁ ଯେଉଁ ପଥପ୍ରାନ୍ତ ରସଗୋଲା ଉତ୍ସବର ଏଠି ଆୟୋଜନ କରାଯାଇଛି, ସେଥିରେ ଏହା ବହୁତ ଆନନ୍ଦର ବିଷୟ, ବହୁତ ଯଥାର୍ଥ ବିଷୟ ମଧ୍ୟ ଆଜିର ଦିନରେ, ଯେଉଁଥିପାଇଁ କି ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ଆଜି ଉତ୍ସବ। ଏହି ଦିନରେ ମହାପ୍ରଭୁ ତାଙ୍କର ଗୁଣ୍ଡିଚା ଯାତ୍ରା ଶେଷ କରିକି ଆଜି ମନ୍ଦିରକୁ ସେ ପ୍ରବେଶ କରିବେ। ଆମେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଶାରେ ନୀଳାଦ୍ରି ବିଜେ ଦିନ ଯେଭଳି ଭାବରେ ସେଠି ମା ଲକ୍ଷ୍ମୀଙ୍କର ସେଦିନ ସେ ମା ଲକ୍ଷ୍ମୀ ବାଟ ଆଗୁଳନ୍ତି ଏବଂ ତାଙ୍କର ନାରାଜଗି ତାଙ୍କର ଦୂର କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଯେଭଳି ଭାବରେ ତାଙ୍କୁ ରସଗୋଲା ଦେଇକି ମନେଇଥାନ୍ତି, ଏସବୁ ଆମେ ପିଲାଦିନୁ ଶୁଣି ଆସୁଛେ ଏବଂ ୟାକୁ ମଧ୍ୟ ଓଡ଼ିଶା ସମାଜ, ଓଡ଼ିଶାର ଜାତି ତାକୁ ସବୁବେଳେ ସେଲିବ୍ରେଟ୍ କରି ଆସିଛି। ବହୁତ ପାରିବାରିକ, ବହୁତ ସାମାଜିକ ଏ ପର୍ବ ଏବଂ ସେହି ଦିନରେ ରସଗୋଲାର ମଧ୍ୟ ଗୋଟେ ଛୋଟିଆ ପରିଚୟ ଯେଉଁଟାକି ଓଡ଼ିଆମାନଙ୍କର ଅଛି। ଓଡ଼ିଆମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ମିଠା, ଗୋଟେ ଛୋଟ ମିଠା କିଭଳି ଭାବରେ ତାର ଗୁରୁତ୍ୱ ବହନ କରେ ସମାଜରେ ଏବଂ ତାର ପରିଚୟ ମଧ୍ୟ ଦେଇଛି। ଏଭଳି ଗୋଟେ ଦିନରେ ଆମର ସମାଜରେ ଯେଭଳି ଭାବରେ କିଛି ଯୁବବନ୍ଧୁମାନେ, କିଛି ଅନୁଷ୍ଠାନମାନେ ଏହି ରସଗୋଲା ଉତ୍ସବକୁ ପାଳନ କରିଛନ୍ତି ଏବଂ ରସଗୋଲାର କିଭଳି ଭାବରେ ଗୁରୁତ୍ୱ ରହିଛି, ଯଥାର୍ଥତା ରହିଛି ଏବଂ ରସଗୋଲା ଯେ ଓଡ଼ିଆମାନଙ୍କର ଦ୍ୱାରା ଏବଂ ଓଡ଼ିଆମାନଙ୍କ ପାଇଁ ତିଆରି କରାଯାଇଥିବା ଏବଂ ଓଡ଼ିଆ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ଗୋଟିଏ ପରିଚୟ, ଏ କଥା ମଧ୍ୟ ଆଜି ଦିନରେ ପ୍ରମାଣିତ ହେଉଛି। ତେଣୁ ଏସବୁଥିପାଇଁ ମୁଁ ଆଜି ଏହି କାର୍ଯ୍ୟକ୍ରମରେ ଭାଗ ନେଇକି ବହୁତ ଖୁସି ଏବଂ ସମସ୍ତ ଯୁବବନ୍ଧୁମାନଙ୍କୁ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଆଜି ଏଠାରେ ପ୍ରସ୍ତୁତ କରିଛନ୍ତି ସମସ୍ତଙ୍କୁ ମଧ୍ୟ ବହୁତ